ବନ୍ଧୁଗଣ ଆସନ୍ତୁ ଆଜି ଆମେ ମୂଳା ନକ୍ଷତ୍ର ଧନୁ ରାଶି ବିଷୟରେ ଜାଣିବା। ରାଶିଚକ୍ରକୁ ଦେଖନ୍ତୁ, ଆପଣ ମଝିରେ ରାଶିଚକ୍ରର ମଝିରେ ଲେଖା ହେଇଥିବ 19 ବିଭକ୍ତ 9। 19 ହେଉଛି ମୂଳା ନକ୍ଷତ୍ରର ନମ୍ବର, 9 ହେଉଛି ଧନୁ ରାଶିର ନମ୍ବର। ଏଇଠୁ ଦେଖିଛୁ ଏଇଟା ମେଷ ଘର, ଏଇଠି ବୃଷ ଘର, ଏମିତି ହେଇକିରି ଏଇଠି ହେଲା ଏଇ ନବମ ଘର। ମେଷ ଘରଟାରୁ ଗଣିଯିବେ, ନବମ ଘର ହେଲା ଧନୁ ରାଶି। ସେଇ ଘରେ ଯଦି ଚନ୍ଦ୍ର ଥିବ ଏବଂ ମଝିରେ ଲେଖା ହେଇଥିବ ଆପଣଙ୍କର 19/9, ତାହେଲେ ଆପଣ ଜାଣିବେ ଆପଣଙ୍କର ମୂଳା ନକ୍ଷତ୍ର ଏବଂ ଧନୁ ରାଶି। ବନ୍ଧୁଗଣ, ମୂଳା ନକ୍ଷତ୍ର ଲୋକମାନଙ୍କର ଭଲ ଚେହେରା ଥାଏ, ଉଜ୍ଜଳ ଆଖି ଥାଏ। ସେମାନେ ସତ୍ୟ ଅନୁସନ୍ଧେଷୁ, ଗବେଷଣା କରି ମୂଳରେ ପହଞ୍ଚିବା ସେମାନଙ୍କର ଲକ୍ଷ୍ୟ। ସେମାନେ ତଦନ୍ତଶୀଳ, ସବୁ ଘଟଣାକୁ ତର୍ଜମା କରି ତଦନ୍ତ କରିବେ, ସତ୍ୟ ପାଇଁକି ରୁଟ୍କୁ ପହଞ୍ଚିବେ। ସେମାନେ ବହୁତ ସତ୍ୟବାଦୀ, ମୁହଁ ଉପରେ ସତ୍ୟ କହନ୍ତି, ସିଧା କଥା ମୁହଁ ଉପରେ କହିକି କୁହନ୍ତି। ସେମାନେ ଉଚ୍ଚାକାଂକ୍ଷୀ, ବହୁତ ବଡ଼ ବଡ଼ ଆଶା ତାଙ୍କର ଥାଏ। ପରିବେଶ ଓ ତାଙ୍କ ଚତୁଃପାର୍ଶ୍ୱ ତାଙ୍କୁ ଏବଂ ପରିବାର ଯୋଗୁଁ ତାଙ୍କର ବନ୍ଧନ ଭଳିଆ ଅବସ୍ଥା ଥାଏ। ସେମାନେ ଉଚ୍ଚକୁ ଉଠିବା ବହୁତ କଷ୍ଟ, ସଂଘର୍ଷଶୀଳ ହୋଇଥାନ୍ତି। ତାଙ୍କର ଦ୍ୱିବିଧ ଚିନ୍ତାଧାରା ସାଧାରଣତଃ ତାଙ୍କର ବସ୍ତୁଭୋଗୀ ଇଚ୍ଛା ଥାଏ ଏବଂ ଧାର୍ମିକ ଇଚ୍ଛା ଥାଏ। ଧର୍ମ ପାଇଁକି ଯିବେ ନା ବସ୍ତୁ ଦିଗରେ ଯିବେ, ସେ ଦୁଇ ଦିଗରେ ତାଙ୍କର କନଫ୍ୟୁଜ୍ ଥାନ୍ତି। ଦ୍ୱିବିଧ ଚିନ୍ତାଧାରା ଥାଏ। ସେମାନେ ଭାଗ୍ୟ ଦ୍ୱାରା ପରିଚାଳିତ ଥାଏ। ଦୁଃଖ କି ସୁଖ ତାହା ଭାଗ୍ୟ ଦ୍ୱାରା ତାଙ୍କର ନିୟନ୍ତ୍ରିତ ହୋଇଥାଏ। ସେମାନେ ବହୁ ଦୁଃଖରେ ରହିବେ କି ସୁଖରେ ରହିବେ, କିମ୍ବା କିଛି ସମୟ ଦୁଃଖ ରହିବ କିମ୍ବା କିଛି ସମୟ ପରେ ସୁଖ ରହିବ, କେଉଁ ବର୍ଷରୁ ଦୁଃଖ ରହିବ, କେଉଁ ବର୍ଷ ଯାଏ ସୁଖ ରହିବ, ତାହା ଭାଗ୍ୟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସେମାନେ ଶାନ୍ତିପ୍ରିୟ ହୋଇଥାନ୍ତି, ନୀତିବାନ ହୋଇଥାନ୍ତି, ନିଜସ୍ୱ ନିୟମ ତିଆରି କରି ପାଳନ କରନ୍ତି। ଆଉ ନିଜ ଭିତରେ ନିୟମକୁ ଦୃଢ଼ ଭାବରେ ଥାନ୍ତି, ନିଜ ଭିତରେ ଦୃଢ଼ ଭାବରେ ଠିଆ ହୋଇଥାନ୍ତି ନିଜସ୍ୱ ନିୟମ ପାଇଁ। ଆଉ ବିପଦ ପାଇଁ ସବୁବେଳେ ଚିନ୍ତାଗ୍ରସ୍ତ ଥାନ୍ତି। ଦୃଢ଼ ଇଚ୍ଛା ଶକ୍ତିରେ ସେ ବିପଦକୁ ସାମ୍ନା କରିବା ଶିଖିଥାନ୍ତି। ସେମାନେ ବର୍ତ୍ତମାନ ଭବିଷ୍ୟତ ନେଇ ସନ୍ଦିହାନ ଥାନ୍ତି। ଈଶ୍ୱର ଭୟାଳୁ ସେମାନେ, ଈଶ୍ୱର ବିଶ୍ୱାସୀ ମଧ୍ୟ। ଧନ ପ୍ରତି ବିତୃଷ୍ଣ, ଅମନୋଯୋଗୀ ଥାନ୍ତି, ସେଥିପାଇଁ ଋଣୀ ହୋଇଥାନ୍ତି। ଅନ୍ୟକୁ ଉପଦେଶ କରନ୍ତି କିନ୍ତୁ ନିଜେ ପାଳନ କରିବା ସମ୍ଭବ ହୁଏ ନାହିଁ। ଅନ୍ୟାୟ ଦୁର୍ନୀତି ବିରୋଧୀ, ନିଜକୁ ନିଜେ ଗଢ଼ିକିରି ନିଜ କ୍ୟାରିୟର ଗଢ଼ିଥାନ୍ତି। ବସ୍ତୁବାଦୀ ଦୁନିଆରେ କି ଧାର୍ମିକ ଦୁନିଆରେ ସଫଳତା, ଦୁଇଟା ଦୁନିଆରେ ସେ ସଫଳ ହୋଇପାରନ୍ତି, କିମ୍ବା ଗୋଟିଏ ଦୁନିଆରେ ବସ୍ତୁବାଦୀ ଦୁନିଆରେ ସଫଳ ହୋଇପାରନ୍ତି, କିମ୍ବା ଧାର୍ମିକ ଦୁନିଆରେ ସଫଳ ହୋଇପାରନ୍ତି। ଭବିଷ୍ୟତ ନେଇ ତାଙ୍କର କିଛି ଯୋଜନା ନଥାଏ। ସେମାନେ ବୁଦ୍ଧି ଓ ଆଇଡ଼ିଆର ଗନ୍ତାଘର ଏବଂ ଭବିଷ୍ୟତ ନେଇ ଚିନ୍ତିତ। ଅନ୍ୟଠାରୁ ଭିନ୍ନ ହୋଇଥାନ୍ତି, ସମାଜରେ ଅନ୍ୟଠାରୁ ସେମାନେ ଭିନ୍ନ ଦେଖାଯାଆନ୍ତି। ସେମାନେ ସ୍ୱାଧୀନଚେତା ଥାନ୍ତି, ଆଉ ଦୟାଳୁ ଥାନ୍ତି। ଆଉ ଜୀବନରେ ସବୁ ବିଦେଶରେ ସଫଳତା ସେମାନଙ୍କର ମୂଳା ନକ୍ଷତ୍ର ଲୋକଙ୍କର ପାଇଥାନ୍ତି। ବିବାହ ସୁଖଦ ବୈବାହିକ ସମ୍ପର୍କ ତାଙ୍କର ହୁଏ, ଭଲ ଲାଇଫ୍ ପାର୍ଟନର ମିଳେ। ସାଧାରଣତଃ ପୁରୁଷ ହୋଇଥିଲେ ଭଲ ହାଉସ୍ ୱାଇଫ୍ ତାଙ୍କର ସ୍ତ୍ରୀ ହୋଇଥାନ୍ତି। ମହିଳାମାନେ ସାଧାରଣତଃ ବହୁତ ପାଠରେ ଅମନୋଯୋଗୀ ଥାନ୍ତି, ବେଳେବେଳେ ଅଳ୍ପ ଶିକ୍ଷା ଲାଭ କରିଥାନ୍ତି କିମ୍ବା ଭଲ ଶିକ୍ଷା ଲାଭ କରିପାରିନଥାନ୍ତି। କିନ୍ତୁ ବୃହସ୍ପତି ଯଦି ଶୁଭ ଥାଏ, ଉଚ୍ଚ ଥାଏ, ତାହେଲେ ସେଇ ମହିଳା ଜଣକ, ମୂଳା ନକ୍ଷତ୍ର ଯୁକ୍ତ ମହିଳା ଜଣକ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇଥାନ୍ତି, ଉଚ୍ଚ ପଦାଧିକାରୀ ମଧ୍ୟ ହୋଇଥାନ୍ତି। ଏବଂ ଡାକ୍ତର, ନର୍ସ, ମେଡ଼ିକାଲ ସମ୍ବନ୍ଧୀୟ ପାଠ କିମ୍ବା ଚାକିରିରେ ସଫଳତା ପାଇଥାନ୍ତି। ମଙ୍ଗଳ କିନ୍ତୁ ଦୋଷ ଥିଲେ ତାଙ୍କ ସ୍ୱାମୀ ପାଇଁ ବିପଦ ଥାଏ। ଆଉ ବିବାହରେ ମଧ୍ୟ ସମସ୍ୟା ଥାଏ, କେବଳ ବେଳେବେଳେ ଛାଡ଼ପତ୍ର ହୁଏ କିମ୍ବା ସ୍ୱାମୀ ଏକ୍ସପାର୍ଟ କରିଯାଆନ୍ତି। ପିଲାଙ୍କର ସମସ୍ୟା ମଧ୍ୟ ବହୁତ ଦେଖା ଦେଇଥାଏ। ବହୁତ ସଫା ହୃଦୟ, ମହିଳାମାନେ ବହୁତ ସଫା ହୃଦୟ, ପ୍ରେମ ପାଇଁ ବହୁତ ତ୍ୟାଗ କରନ୍ତି। ଆଉ ସାମାଜିକ କାର୍ଯ୍ୟ ମଧ୍ୟରେ ବେଳେବେଳେ ଲିପ୍ତ ଥାନ୍ତି। ପୁରୁଷମାନଙ୍କର କ୍ୟାରିୟର ସାଧାରଣତଃ ଆର୍ଥିକ ପରାମର୍ଶଦାତା। ସେମାନେ ଧର୍ମଗୁରୁ, ଜ୍ୟୋତିଷ, ବାସ୍ତୁବିତ୍, ଓକିଲ, ବ୍ୟାଙ୍କିଂ, ଇନ୍ସୁରାନ୍ସ, ବ୍ୟବସାୟ ଓ ବିଦେଶରେ ଖ୍ୟାତି, ମେଡ଼ିସିନ ସମ୍ବନ୍ଧୀୟ ଗୋଇନ୍ଦା, ଗବେଷକ, ତଦନ୍ତକାରୀ, ଆୟୁର୍ବେଦ
ପ୍ରଭୃତି ସଂସ୍ଥାରେ ସବୁ ସଂସ୍ଥାରେ ଚାକିରି କିମ୍ବା ବ୍ୟବସାୟ କରିଥାନ୍ତି। 42 ବର୍ଷ ପରେ କିନ୍ତୁ ଯେକୌଣସି ଜାଗାରେ ଥାଆନ୍ତୁ 42 ବର୍ଷ ପରେ ଅଧିକ ସଫଳ ହେବାର ସମ୍ଭାବନା ଥାଏ। କିନ୍ତୁ 42 ବର୍ଷ ବେଳକୁ ତାପରେ ଟିକେ ରୋଗ ବୈରାଗ ବି ଆସେ। ରୋଗ ଭିତରେ ଯକ୍ଷ୍ମା, ପାରାଲିସିସ୍, ପେଟ ରୋଗ, ହାତରେ ଓ କାନ୍ଧରେ ଯନ୍ତ୍ରଣା ସାଧାରଣତଃ ଥାଏ। ମୂଳା ନକ୍ଷତ୍ର ରାଶି ଲୋକ ହେଉଛନ୍ତି 19 ବାଇ ଧନୁ ରାଶି। ପାଦ 4 ପାଦ। ପ୍ରଥମ ପାଦରେ ଜନ୍ମ ହୋଇଥିବା ଲୋକ ମଙ୍ଗଳ ଦ୍ୱାରା ପ୍ରଭାବିତ। ସେମାନେ ବସ୍ତୁବାଦୀ ହୋଇଥାନ୍ତି, ଧାର୍ମିକ ହୋଇଥାନ୍ତି ଏବଂ ଯତ୍ନଶୀଳ ହୋଇଥାନ୍ତି। ଦ୍ୱିତୀୟ ପଦରେ ଜନ୍ମ ହୋଇଥିବା ଲୋକ ଶୁକ୍ର ଗ୍ରହ ଦ୍ୱାରା ପ୍ରଭାବିତ। ସେମାନେ ବିଜ୍ଞାନୀ ହୋଇଥାନ୍ତି, କଠିନ ପରିଶ୍ରମ ହୋଇଥାନ୍ତି, ବସ୍ତୁଭୋଗୀ ହୋଇଥାନ୍ତି। ତୃତୀୟ ପାଦରେ ଜନ୍ମିତ ଲୋକ ବୁଧ ଦ୍ୱାରା ପ୍ରଭାବିତ। ସେମାନେ କୁଆଳିଆ ହୋଇଥାନ୍ତି, ବୁଦ୍ଧିଆ ହୋଇଥାନ୍ତି। ଚତୁର୍ଥ ପାଦରେ ଜନ୍ମିତ ଲୋକ ସଂଘର୍ଷମୟ ଜୀବନ ଥାନ୍ତି। ସେମାନେ ଧାର୍ମିକ ହୋଇଥାନ୍ତି, ଧର୍ମଗୁରୁ, ଫିଲୋସଫର ହେବାର ସମ୍ଭାବନା ଥାଏ। ମୂଳା ନକ୍ଷତ୍ରର ଲୋକଙ୍କ ତତ୍ତ୍ୱ ହେଉଛି ବାୟୁ ତତ୍ତ୍ୱ। ଗ୍ରହ ହେଉଛି କେତୁ ଗ୍ରହ, ତାଙ୍କ ଲିଡ଼ିଂ ଗ୍ରହ। ଦେବତା ହେଉଛନ୍ତି, ଦେବୀ ହେଉଛନ୍ତି ମହାକାଳୀ, ହେଉଛନ୍ତି ତାଙ୍କ ଦେବୀ। ଲିଙ୍ଗ ହେଉଛି ସ୍ତ୍ରୀଲିଙ୍ଗ। ଅସଙ୍ଗତ ଯାହା ଯେଉଁ ନକ୍ଷତ୍ର ସାଙ୍ଗରେ ପଡ଼ିବନି ସେମାନେ ହେଉଛି ଚିତ୍ରା, ବିଶାଖା, ଅନୁରାଧା ଓ ଜ୍ୟେଷ୍ଠା। ଜନ୍ମ ମହାଦଶା କେତୁ ମହାଦଶାରେ ଏମାନଙ୍କର ଜନ୍ମ ବେଳକୁ ମାଆଙ୍କ ଦେହ ଟିକେ ଖରାପ ହେବାର ସମ୍ଭାବନା ଥାଏ। ଗଣ ହେଉଛନ୍ତି ରାକ୍ଷସ ଗଣ। ନାମ ହେଉଛନ୍ତି କେଉଁ ନାମରେ ୟାଙ୍କର ସାଧାରଣ ଜାତକ ନାମ ଏ ଓ ଭା ଭେରେ ହୋଇଥାଏ। ବାତ ହେଉଛି ନାଡ଼ି ହେଉଛି ବାତ ନାଡ଼ି। ରତ୍ନ ହେଉଛି ବୈଦୁର୍ଯ୍ୟ ରତ୍ନ। ରଙ୍ଗ ହେଉଛି ଫିକା ହଳଦିଆ ହେଉଛି ୟାଙ୍କର ଇଏ ଭଲ ଶୁଭ ରଙ୍ଗ। ଶୁଭ ନମ୍ବର ହେଉଛି 7। ଲେଟର ହେଉଛି NB। ମନ୍ତ୍ର ହେଉଛି ଗଣେଶ ମନ୍ତ୍ର, କେତୁ ମନ୍ତ୍ର। ଏବଂ ଅସୁବିଧା ଥିଲେ ସବୁଦିନ ଗଣେଶ ମନ୍ତ୍ର ପଢ଼ନ୍ତୁ ଏବଂ ଦାନ ଧର୍ମ ବି କରନ୍ତୁ। ବନ୍ଧୁଗଣ, ମୂଳା ନକ୍ଷତ୍ର ବିଷୟରେ ଆଜି ଜାଣିଲେ। ଅନ୍ୟ ନକ୍ଷତ୍ର ଆଗକୁ ଜାଣିବା। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଧନ୍ୟବାଦ।